एवरीवन वेलकम बैक टू माय न्यू ब्लॉग। आपण माने केमती अछंती आशा करछि बहुत भलरे थिबे। एवं आज आसी आमे पहुंची जाइछि चंद्रभागा नदी कूलरे। आ चंद्रभागा रे आज प्रबल मात्रा रे वर्षा एवं बहुत जोर से पवन बहुछि। आज वर्षा पागरे ब्लॉग करिवार किछि नुआ नियारा देखा जाउछि। आउ आपण माननकु भी देखैबी चलंतु हमर चंद्रभागा रे केते बड़ बड़ लहड़ी सब खेलुछि। एते सुंदर देखा जाउछि, दूररु बहुत सुंदर देखा जाउछि। आपण माने भी देखिबे, देखंतु। आमे माने चंद्रभागा रु कोणार्क मध्य जीवा, बट चंद्रभागा रे आगो एन्जॉय करि सारिबा तापरे जाई आमे कोणार्क जीवा। तो एन्जॉय योर चंद्रभागा बीच, लेट्स गो। ऑलरेडी आमे पहुंची जाइचु कोणार्क रे। तो कोणार्क मंदिर को भी सन टेम्पल बा सूर्य मंदिर नाम रे जाना जाय थाए। तो आज कोणार्क रे पहुंची जाइचु, किंतु कोणार्क रे एते प्रबल वर्षा हेउची जहा कि आपण मानकु कहि हेवनी। किंतु सेई वर्षार मजा रे चलो आपण मानकु देखैबी कोणार्क मंदिर। तो आपण माने भी मजा नियंतु। तो लेट्स गो कोणार्क। हेलो गाइज, एबे इठी आमे टिकेट करिबा। टिकेट करी सारिला परे जाई भीतर को एंट्री मिले। तो आमे चलंतु टिकेट करिबा। टिकेट रे दाम मात्र 50 टंका। तो हमर ऑलरेडी टिकेट कटा सरी जाइछि। तो एबे आमे भीतर को प्रवेश करिबा। तो चलंतु। तो ऑलरेडी आमे कोणार्क मंदिर पाखक पहुँची आसीछे। तो आपण माननकु देखैबी। तो कोणार्कर चारि साइड भी देखैबी आपण माननकु। कोणार्क मंदिर को भी देखंतु आपण सामनारू। एइटा हला तार सामना। तो आज कोणार्क मंदिर रे एते प्रबल वर्षा, आ एते प्रबल मध्य वर्षा रे लोक मानकर भीड़ भी बहुत प्रबल। तो समस्ते आज वर्षा रे कोणार्क मंदिर को बुलिबा पई आछंती। तो आमे भी आसीछु। तो आपण माननकु भी देखैबी एई वर्षार मजा नियंतु एवं एन्जॉय करंतु। चलंतु जानि नवा टिकिए कोणार्क मंदिरर इतिहास। एई कोणार्क मंदिर को सूर्य मंदिर बा सन टेम्पल वाली कहा जाय थाए। एवं कोणार्क मंदिरटी एमिति एक जगार बना जाइछि कि सूर्य किरणर प्रथम किरण कोणार्क मंदिरर पूर्व पट द्वार रे पड़ी थाए। ऐतिहासिक कथा अनुसार कोणार्क सूर्य मंदिरटी प्राय 750 वर्ष ऊर्ध्व पुराणा अटे। एवं आम ओडिशार कला और संस्कृति रे निर्माण एही कोणार्क गोटिए रथ आकृतिर देखा जाई थाए।
ଏବଂ କୋଣାର୍କ ମନ୍ଦିରର ନିର୍ମାଣ ପଛରେ ମଧ୍ୟ ଅନ୍ୟ ଏକ କିମ୍ବଦନ୍ତୀ ରହିଛି, ଯାହାକି କୋଣାର୍କ ମନ୍ଦିରର ନିର୍ମାଣ ପଛରେ 1200 ବଢ଼େଇଙ୍କର ନିୟୋଜିତ ହୋଇଥିଲେ ମଧ୍ୟ 1200 ବର୍ଷ କୋଣାର୍କ ମନ୍ଦିରକୁ ସମ୍ପୂର୍ଣ୍ଣ କରିପାରିନଥିଲେ। ଏଠି ମୁଖ୍ୟ ନିର୍ମାଣକର୍ତ୍ତା ଥିଲେ ବିଶୁ ମହାରଣା ଏବଂ ତାଙ୍କ ପୁତ୍ର ଧର୍ମପଦ ବା ଧରମାଙ୍କ ଦ୍ୱାରା କୋଣାର୍କ ମନ୍ଦିରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ଧରମା ମନ୍ଦିରର ଚୁଳି ମାରି ଚନ୍ଦ୍ରଭାଗା କୂଳକୁ ଏବଂ କୋଣାର୍କ ମନ୍ଦିର ପାଇଁ ଜୀବନ ମଧ୍ୟ ଦେଇଥିଲେ। ଶୁଣିବାରେ କୁହାଯାଇଥିଲା କି ଏହି ସାଇଟ୍ରେ ଆମର ଚନ୍ଦ୍ରଭାଗା ନଦୀ ମୁହାଣ ଥିଲା, ବଟ୍ ଏବେ 5 କିଲୋମିଟର ଦୂରକୁ ଚାଲିଯାଇଛି। ତ ଆସନ୍ତୁ ଜାଣିବା ଆଉ କିଛି ତଥ୍ୟ କୋଣାର୍କ ମନ୍ଦିର ବିଷୟରେ। କୋଣାର୍କ ମନ୍ଦିର ନିର୍ମାଣ ପଛରେ ଏକ ରୋଚକ ତଥ୍ୟ ଅଛି, ଯାହାକି କୋଣାର୍କ ମନ୍ଦିରର ବ୍ୟବହୃତ ହୋଇଥିବା ପଥର ଯୋଡ଼ିବା ପାଇଁ ଲୁହାର ଚାଦର ଏବଂ ଚୁମ୍ବକର ବ୍ୟବହାର କରିଥାନ୍ତି ଏବଂ ମୁଖ୍ୟ ମନ୍ଦିରର ଚୁଡ଼ିରେ 52 ଟନ୍ର ଚୁମ୍ବକ ମଧ୍ୟ ଲଗାଯାଇଥିଲା। ସେହି ସମୟରେ ମନ୍ଦିର ଭିତରେ ଥିବା ସୂର୍ଯ୍ୟଦେବଙ୍କ ମୂର୍ତ୍ତିକୁ ଚୁମ୍ବକୀୟ ଶକ୍ତି ଯୋଗୁଁ ଶୂନ୍ୟରେ ଝୁଲିକି ରହୁଥିଲେ ଏବଂ ଏହି କୋଣାର୍କ ମନ୍ଦିର 13 ଶତାବ୍ଦୀରେ ଗଙ୍ଗବଂଶର ରାଜା ନରସିଂହ ଦେବ ରାଜତ୍ୱ ସମୟରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା, ଯାହାକି ଟୋଟାଲ ଏହି ମନ୍ଦିରରେ 24ଟି ସୂର୍ଯ୍ୟସ୍ତମ୍ଭ ଚକ ବା ଚକକୁ ଦେଖି ସମୟର ନିର୍ଦ୍ଧାରଣ କରାଯାଉଥିଲା ଏବଂ ଏହି ଚକର ଟୋଟାଲ ଗୋଲେଇ ହେଉଛି 9 ଫୁଟର ଏବଂ ମଝିରେ ଲାଇନିଂ 8ଟି ଥିଲା ଏବଂ ସାଇଡ଼ରେ ଛୋଟ ଛୋଟ ବିନ୍ଦୁ ଅଛି, ଯାହାକୁ ମିନିଟରେ ମଧ୍ୟ କୁହାଯାଇଥାଏ ଏବଂ ସେହି ଚକଟି କ୍ଲକ୍ ଆକାରର ଥିଲା, ଯାହାକି ଘୁରେ ଯେମିତିକି ଆମର ଅଲରେଡ଼ି ଆମେ କୋଣାର୍କ ମନ୍ଦିର ସବୁ ଚାରିପାର୍ଶ୍ୱ ଦେଖି ସାରିଲେଣି, ସବୁ ସାଇଡ଼୍ ମଧ୍ୟ ବୁଲି ସାରିଲେଣି। ଆପଣମାନଙ୍କୁ କୋଣାର୍କ ମନ୍ଦିର କେମିତି ଲାଗିଲା ନିହାତି କମେଣ୍ଟ ସେକ୍ସନରେ ବତାନ୍ତୁ, ଜଣାନ୍ତୁ କି ମୁଁ ଜାଣିଲେ ଆପଣମାନଙ୍କୁ ନୂଆ ନୂଆ କିଛି ଭିଡ଼ିଓ ଅପଲୋଡ଼ କରିବି, ଦେଖେଇବି। ଏବଂ ଆପଣମାନେ ଜାଣିଛନ୍ତି କି ଏହି କୋଣାର୍କ ମନ୍ଦିରଟିକୁ ଆମ ଭାରତର 10ଟି ପ୍ରମୁଖ ମନ୍ଦିର ଭିତରୁ ଗୋଟିଏ ବୋଲି ସାମିଲ କରାଯାଇଛି। ଆପଣମାନେ ଜାଣିଛନ୍ତି? ଆମ କୋଣାର୍କ ମନ୍ଦିରଟି ବହୁତ ସୁନ୍ଦର ଏବଂ ଏହି ମନ୍ଦିରକୁ ବହୁତ ଦେଶ ଦେଶାନ୍ତରରୁ ଲୋକମାନେ ଆସି ଦେଖି ଯାଉଛନ୍ତି। ଆଉ ଆପଣମାନଙ୍କୁ ବି ସ୍ୱାଗତ କରୁଛି ଆମର କୋଣାର୍କ ମନ୍ଦିରକୁ। ଆପଣମାନେ ବି କେବେ ଟାଇମ୍ ବାହାର କରିକି ଆସିକି ଦେଖିକି ବୁଲିକି ଯାଆନ୍ତୁ, ଆପଣମାନଙ୍କୁ ବି ବହୁତ ଖୁସି ଲାଗିବ। ଏତିକିରେ ମୋର କୋଣାର୍କ ବ୍ଲଗ ଶେଷ ହେଲା ଏବଂ ଏଇଟା ହେଲା ଆମର ଏକ୍ଜିଟ୍ ଗେଟ୍। ଏଇ ବାଟେ ଆମେ ଏବେ ବାହାରକୁ ବାହାରିବା। ହେଲେ ସାଙ୍ଗମାନେ, ଆପଣଙ୍କୁ ମୋର ଭିଡ଼ିଓ କେମିତି ଲାଗିଲା? ଯଦି ପସନ୍ଦ ଲାଗିଲା ତ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ତା ସହିତ ଲାଇକ୍ ଆଣ୍ଡ ସେୟାର କରିବାକୁ ଭୁଲିବେନି। ତ ଏତିକିରେ ରହିଲି ସାଙ୍ଗମାନେ, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ, ବାଏ ବାଏ।